ନମସ୍କାର ଶ୍ରୋତା ବନ୍ଧୁ, ଆଜି ଶୁଣିବା ଗଳ୍ପ କୋକିଶିଆଳି ଏବଂ ଚଢ଼େଇ। ଆସନ୍ତୁ ଶୁଣିବା। ଗଦା ଗୋଟିଏ ଚଢ଼େଇ ଗଛରେ ବସା କରିଥିଲା। ସେ କିଛି ଅଣ୍ଡା ଦେଲା ଏବଂ ଅଣ୍ଡା ଗୁଡ଼ିକୁ ଛୁଆମାନେ ବାହାରିଗଲେ। ଯେତେବେଳେ କୋକିଶିଆଳି ଏକଥା ଶୁଣିଲା, ସେ ଗଛ ନିକଟକୁ ଆସିଲା ଏବଂ ସେଠାରେ ବସି ତାର ଲାଙ୍ଗୁଡ଼କୁ ଗଛର ଗଣ୍ଠିରେ ପିଟିବାକୁ ଲାଗିଲା। ଘଟଣା କ'ଣ ଜାଣିବାକୁ ଚଢ଼େଇଟି ଗଛରୁ ଦେଖିଲା। ମୁଁ ମୋର ଲାଙ୍ଗୁଡ଼ ସାହାଯ୍ୟରେ ଗଛଟିକୁ କାଟିଦେବି, କୋକିଶିଆଳି କହିଲା। ତାପରେ ମୁଁ ତୁମକୁ ଏବଂ ତୁମର ଛୁଆମାନଙ୍କୁ ଖାଇଯିବି। ଚଢ଼େଇଟି କୋକିଶିଆଳି କଥାରେ ଭୟ ପାଇଲା ଏବଂ ତାକୁ ବିନୀତ ଭାବେ ଅନୁରୋଧ କରିବାକୁ ଲାଗିଲା। ମା କୋକିଶିଆଳି, ଦୟାକରି ମୋର ଗଛକୁ କାଟ ନାହିଁ। ମୋର ପିଲାମାନଙ୍କ ପ୍ରତି ଦୟା କର। ମୁଁ ତୁମକୁ ମହୁ ଏବଂ ପିଠା ଖୁଆଇବି। ଯଦି ତୁମେ ମୋତେ ପିଠା ଏବଂ ମହୁ ଖୁଆଇବ ଦେବ, ତେବେ ମୁଁ ଗଛରୁ କାଟିବି ନାହିଁ। ତେବେ ମୋ ସହ ବଡ଼ ରାସ୍ତା ଉପରକୁ ଚାଲିଆସ, ଚଢ଼େଇ କହିଲା। କୋକିଶିଆଳି ଏବଂ ଚଢ଼େଇ ବଡ଼ ରାସ୍ତା ଅଭିମୁଖେ ଯିବା ଆରମ୍ଭ କରିଦେଲେ। ଚଢ଼େଇ ଉଡ଼ୁଥାଏ ଏବଂ କୋକିଶିଆଳି ତା ପଛରେ ଦୌଡ଼ିଥାଏ। ଚଢ଼େଇ ଜଣେ ବୁଢ଼ୀଙ୍କୁ ତାର ନାତୁଣୀ ସହ ରାସ୍ତା ଉପରେ ଆସୁଥିବାର ଦେଖିଲା। ସେମାନେ ଗୋଟିଏ ଝୁଡ଼ି ଭର୍ତ୍ତି ପିଠା ଏବଂ କାଚ ପାତ୍ରରେ ମହୁ ବୋହି ନେଉଥିଲେ। କୋକିଶିଆଳି ବୁଦା ମଧ୍ୟରେ ଲୁଚିଗଲା ଏବଂ ଚଢ଼େଇଟି ଛଳନା କରି ରାସ୍ତା ଉପରେ ଦୌଡ଼ିବାକୁ ଲାଗିଲା। ସତେ ଯେପରି ସେ ଉଡ଼ି ପାରୁନାହିଁ। ସେ କିଛି ଦୂର ଉଡ଼ି ରାସ୍ତା ଉପରେ ପଡ଼ିଯାଉଥାଏ, ପୁଣି ସେ ଉଡ଼ି ଆଉ ଥରେ ରାସ୍ତା ଉପରେ ପଡ଼ିଯାଉଥାଏ। ଝିଅଟି କହିଲା, ଚାଲ ଚଢ଼େଇଟିକୁ ଧରିବା। କେମିତି ଆମେ ତାକୁ ଧରିବା? ମୁଁ ନିଶ୍ଚିତ ଯେ ଆମେ ତାକୁ ଧରିପାରିବା। ତାହାର ଡେଣା ଭାଙ୍ଗି ଯାଇଛି ଏବଂ ଚଢ଼େଇଟି କି ସୁନ୍ଦରିଆ ହୋଇଛି। ବୁଢ଼ୀ ଏବଂ ଝିଅଟି ଝୁଡ଼ି ଏବଂ କାଚ ପାତ୍ର ରାସ୍ତା ଉପରେ ରଖିଦେଲେ ଏବଂ ଚଢ଼େଇଟି ପଛରେ ଦୌଡ଼ିବାକୁ ଲାଗିଲେ। ଚଢ଼େଇଟି ସେମାନଙ୍କୁ ପିଠା ଏବଂ ମହୁଠାରୁ ବହୁତ ଦୂରକୁ ନେଇଗଲା। କୋକିଶିଆଳି ଟିକିଏ ସମୟ ନଷ୍ଟ ନ କରି ଯେତେ ପାରେ ସେତେ ପିଠା ଏବଂ ମହୁ ଖାଇ ଏବଂ ବଳକା ସବୁକୁ ଲୁଚାଇ ଦେଲା। ଚଢ଼େଇଟି ନିଜର ଗଛ ନିକଟକୁ ଉଡ଼ି ଆସିଲା। ସେ ସେଠାରେ ପହଞ୍ଚିବା ମାତ୍ରେ ହିଁ କୋକିଶିଆଳି ପୁଣି ଗଛରେ ତାର ଲାଙ୍ଗୁଡ଼ ପିଟିବାକୁ ଲାଗିଲା। ମୁଁ ମୋର ଲାଙ୍ଗୁଡ଼ ଦ୍ୱାରା ତୁମର ଗଛକୁ କାଟିଦେବି ଏବଂ ତାପରେ ତୁମକୁ ଏବଂ ତୁମର ଛୁଆମାନଙ୍କୁ ଖାଇଯିବି। ଚଢ଼େଇଟି ବସାରୁ ଉଙ୍କି ମାରିଲା ଏବଂ କୋକିଶିଆଳି ବିନୀତ ଅନୁରୋଧ କରିବାକୁ ଲାଗିଲା। ମା କୋକିଶିଆଳି, ଦୟାକରି ଗଛଟିକୁ କାଟ ନାହିଁ। ମୋ ପିଲାମାନଙ୍କ ପ୍ରତି ଦୟା କର। ମୁଁ ତେବେ ମଦ୍ୟ ପିଇବାକୁ ଦେବି। ଦେଖ, ଜଲ୍ଦି କର। ଏତେ ଗୁଡ଼ାଏ ତେଲିଆ ପିଠା ଏବଂ ପିଠା ମହୁ ଖାଇଲା ପରେ ମୋର ବହୁତ ପିଇବାକୁ ଇଚ୍ଛା ହେଉଛି। ପୁଣି ଥରେ ଚଢ଼େଇ ଉଡ଼ିଲା ଏବଂ କୋକିଶିଆଳି ତାର ପଛେ ପଛେ ରାସ୍ତାରେ ଦୌଡ଼ିବାକୁ ଲାଗିଲା। ଚଢ଼େଇଟି ଗୋଟିଏ ଚାଷୀ ଲୋକକୁ ନିଜ ଘୋଡ଼ାଗାଡ଼ିରେ ଫିମ୍ପା ଭର୍ତ୍ତି ମଦ୍ୟ ନେଇଯାଉଥିବାର ଦେଖିଲା। ସେ ଚାଷୀର ଚାରିପଟେ ଉଡ଼ିବାକୁ ଲାଗିଲା। ତାପରେ ଘୋଡ଼ା ଉପରେ ବସିଲା, ପୁଣି ଫିମ୍ପା ଉପରେ ବସିଲା, ଆଉ ଥରେ ଘୋଡ଼ା ଉପରକୁ ଫେରିଆସିଲା। ଏହିପରି ସେ ଚାଷୀ ଲୋକଟିକୁ ଏପରି ରଗାଇ ଦେଲା ଯେ ସେ ଚଢ଼େଇଟିକୁ ମାରିବାକୁ ଇଚ୍ଛା କଲା। ଶେଷରେ ଚଢ଼େଇଟି ଉଡ଼ି ଆସି ଫିମ୍ପା ମୁହଁରେ ଠିପି ଉପରେ ବସି ପଡ଼ିଲା। ଚାଷୀଟି ଗୋଟିଏ କୁରାଢ଼ୀରେ ତାକୁ ପହାର ଦେଲା, କିନ୍ତୁ ଠିକ୍ ଠିପିଟି ଉପରେ ଆଘାତ କଲା ଏବଂ ଠିପିଟି ତଳେ ପଡ଼ିଗଲା। ଚଢ଼େଇ ଉଡ଼ିଗଲା ଏବଂ ଚାଷୀଟି ତାର ପଛରେ ଦୌଡ଼ିବାକୁ ଲାଗିଲା। ମଦ ଫିମ୍ପାରୁ ରାସ୍ତା ଉପରକୁ ବହି ଆସିଲା ଏବଂ କୋକିଶିଆଳି ମନ ଇଚ୍ଛା ମଦ ପିଇସାରି ଗୀତ ଗାଇ ଗାଇ ନିଜ ବାଟରେ ଯିବାକୁ ଲାଗିଲା। ଯେତେବେଳେ ଚଢ଼େଇଟି ତାର ବସା ନିକଟକୁ ଫେରିଆସିଲା, ସେଠାରେ କୋକିଶିଆଳି ତାର ଲାଙ୍ଗୁଡ଼କୁ ଗଛ ଦେହରେ ପିଟୁଥିବାର ଦେଖିଲା। ଚଢ଼େଇ ମା, ତୁମେ ମୋତେ ଖାଇବାକୁ ଦେଇଛ? ହଁ ଦେଇଛି। ତୁମେ ମୋତେ ମଦ ପିଇବାକୁ ଦେଇଛ? ହଁ ଦେଇଛି। ଏବେ ମୋତେ ହସାଅ, ନହେଲେ ମୁଁ ତୁମର ଗଛକୁ କାଟିଦେବି। ତୁମକୁ ଏବଂ ତୁମର ଛୁଆମାନଙ୍କୁ ଖାଇଯିବି। ଚଢ଼େଇଟି କୋକିଶିଆଳିକୁ ଗାଁକୁ ନେଇଗଲା ଏବଂ ସେଠାରେ ସେମାନେ ଗୋଟିଏ ବୁଢ଼ୀ ଲୋକକୁ ଗାଈ ଦୁହୁଁଥିବା ଏବଂ ବୁଢ଼ା ଲୋକଟିର ଛଣରୁ ଜୋତା ତିଆରି କରୁଥିବାର ଦେଖିଲେ। ଚଢ଼େଇଟି ବୁଢ଼ୀର କାନ୍ଧ ଉପରେ ବସିଲା। ହଲଚଲ ହୁଅନା, ବୁଢ଼ୀ ଲୋକଟି କହିଲା। ତୁମର କାନ୍ଧରେ ଗୋଟିଏ ଚଢ଼େଇ ବସିଛି। ମୁଁ ତାହାକୁ ମାରିବି ଏବଂ ସେ ବୁଢ଼ୀ ଲୋକଟିର କାନ୍ଧରେ ଆଘାତ କଲା, କିନ୍ତୁ ଚଢ଼େଇଟି ଉଡ଼ିଗଲା। ବୁଢ଼ୀ ତଳେ ପଡ଼ିଗଲା ଓ ତାର ଦୁଗ୍ଧପାତ୍ର ଭାଙ୍ଗିଗଲା। ସେ ଉଠି ପଡ଼ିଲା ଏବଂ ବୁଢ଼ାକୁ ଗାଳି ଦେବାକୁ ଲାଗିଲା। କୋକିଶିଆଳି ବୁଢ଼ାର ବୋକାମି ଉପରେ ଖୁବ୍ ହସିବାକୁ ଲାଗିଲା। ଚଢ଼େଇଟି ତାର ବସା ନିକଟକୁ ଉଡ଼ିଗଲା, କିନ୍ତୁ ସେ ତାର ଛୁଆମାନଙ୍କୁ ଖାଇବାକୁ
ନ ଦେଉଣୁ କୋକିଶିଆଳି ସେଠାରେ ପହଞ୍ଚି ଯାଉଥିଲା ଏବଂ ତାର ଲାଙ୍ଗୁଡ଼କୁ ଗଛରେ ପିଟିବାକୁ ଲାଗିଲା। ଚଢ଼େଇ ମା, ତୁମର ମୋତେ ଖାଇବାକୁ ଦେଉଛ? ହଁ ଦେଇଛି। ତୁମେ ମୋତେ ମଦ ପିଇବାକୁ ଦେଇଛ? ହଁ ଦେଇଛି। ମୋତେ ହସାଉଛ କି? ହଁ ହସାଉଛି। ଏବେ ମୋତେ ଭୟ ଦେଖାଅ। ଏତେବେଳକୁ ଚଢ଼େଇ ଖୁବ୍ ରାଗି ଯାଇଥିଲା। ଠିକ୍ ଅଛି, ନିଜର ଆଖି ବନ୍ଦ କର ଏବଂ ମୋର ପଛେ ପଛେ ଦୌଡ଼। ସାରା ରାସ୍ତାରେ ଚଢ଼େଇଟି ଉଚ୍ଚ ସ୍ୱରରେ ଡାକି ଡାକି ଉଡ଼ିବାକୁ ଲାଗିଲା ଏବଂ କୋକିଶିଆଳିଟି ଖୁବ୍ ଜୋରରେ ଆଖି ବନ୍ଦ କରି ତା ପଛକୁ ଦୌଡ଼ିବାକୁ ଲାଗିଲା। ଚଢ଼େଇଟି କୋକିଶିଆଳି, ଶିକାର ଦଳ ଏବଂ ଶିକାରୀ କୁକୁର ପାଖକୁ ନେଇଗଲା। ମା କୋକିଶିଆଳିଟି, ତୁମେ ବର୍ତ୍ତମାନ ଭୟଭୀତ ହୋଇପାର। କୋକିଶିଆଳି ଆଖି ଖୋଲିଲା ମାତ୍ରେ କୁକୁରମାନଙ୍କୁ ଦେଖିଲା। ସେ ଖୁବ୍ ଜୋରରେ ଦୌଡ଼ିବାକୁ ଲାଗିଲା ଓ କୁକୁରମାନେ ତାର ପଛେ ପଛେ ଦୌଡ଼ିଲେ। ଖୁବ୍ କଷ୍ଟରେ ତାର ଗାତ ନିକଟରେ ପହଞ୍ଚିଲା। କୋକିଶିଆଳି ଗାତ ମଧ୍ୟରେ ପଶିଗଲା ଏବଂ ସେଠାରେ ବସି ନିଶ୍ୱାସ ନେବାକୁ ଲାଗିଲା ଏବଂ ନିଜକୁ ନିଜେ କହିବାକୁ ଲାଗିଲା, ଆଖିମାନେ, ତୁମେମାନେ କ'ଣ କରୁଥିଲ? ଆମେ ନିଶ୍ଚିତ ହେବା ପାଇଁ ଦେଖୁଥିଲୁ ଯେପରି କୁକୁରମାନେ ତୁମକୁ ଖାଇ ନ ଯାଆନ୍ତି। କାନମାନେ, ତୁମେମାନେ କ'ଣ କରୁଥିଲ? ଆମେ ଶୁଣୁଥିଲୁ ଯେପରି କୁକୁରମାନେ ତୁମକୁ ଗିଳି ନ ଦିଅନ୍ତି। ଗୋଡ଼ମାନେ, ତୁମେମାନେ କ'ଣ କରୁଥିଲ? ଆମେ ଦୌଡ଼ୁଥିଲୁ ଯେପରି କୁକୁରମାନେ ତୁମକୁ ନ ଧରି ପାରନ୍ତି। ଲାଞ୍ଜ, ତୁମେ କ'ଣ କରୁଥିଲ? ମୁଁ ବୁଦା, ଖୁଣ୍ଟା ଗଛ ଏବଂ ଡାଳ ସବୁରେ ଗୁଡ଼ାଇ ହୋଇ ଯାଉଥିଲି, ଯାହାଫଳରେ ତୁମେ ଖୁବ୍ ଶୀଘ୍ର ଦୌଡ଼ି ପାରିଲ ନାହିଁ। କୋକିଶିଆଳି ଲାଞ୍ଜ ଉପରେ ଖୁବ୍ ରାଗିଗଲା ଏବଂ ତାକୁ ଗାତରୁ ବାହାର କରି ରଖିଲା। କୁକୁରମାନେ, ତୁମେମାନେ ମୋର ଲାଞ୍ଜକୁ ଖାଅ। କୁକୁରମାନେ ତାର ଲାଞ୍ଜକୁ ଧରି ପକାଇଲେ ଏବଂ ତାକୁ ଗାତରୁ ଟାଣି ବାହାର କରିଦେଲେ। ଏଇଠି ସରିଲା ଗଳ୍ପ। ଗଳ୍ପଟି କେମିତି ଲାଗିଲା ଆପଣଙ୍କର ମତାମତ ଦେବେ। ଧନ୍ୟବାଦ।